ମାନେ ଆଜି ଆମେ ଗୋଟେ ଗପ ଶୁଣିବା ହେଲା। ପୂର୍ବରୁ କୋଉ ଗପ ଶୁଣିଥିଲେ? ଆଗରୁ କୋଉ କଥା ଗପ କହିଥିଲି? ବଉଳା ଗାଈ। ଆଉ କଣ କହିଥିଲି? ଆଉ କି ଗପ କହିଥିଲି? ଚତୁର କାଉ। ଆଜି ଆମେ ଗପ ଶୁଣିବା ମାଙ୍କଡ କୁମ୍ଭୀର ଗପ ହେଲା। ମାଙ୍କଡଟିଏ ଜଙ୍ଗଲରେ ରହୁଥିଲା। କୋଉଠି ରହୁଥିଲା? ତାକୁ ଶୋଷ ହେଲା। କଣ ହେଲା ତାକୁ? ଶୋଷ ହେଲା। ଶୋଷ ହେଲା ଫଳରେ ସେ କଣ କଲା? ପାଣି ଖୋଜିକି ପୋଖରୀ କୂଳରେ ପହଞ୍ଚିଲା। ପାଣି ପିଇଲା। ଦେଖିଲା ପୋଖରୀ କୂଳରେ ଗୋଟେ ଜାମୁକୋଳି ଗଛ ଅଛି ହେଲା। ଜାମୁକୋଳି ଗଛ ଦେଖି ଜାମୁକୋଳି ଗଛରେ ସେ ଚଢିଗଲା। ଜାମୁକୋଳି ଖାଇଲା। ଜାମୁକୋଳି ତାକୁ ମିଠା ଲାଗିଲା ହେଲା। ମନେ ମନେ ଭାବିଲା ମୁଁ କେତେ ଏକା ଜାମୁକୋଳି ଖାଇବି, ମୋର କି ଗୋଟେ ସାଙ୍ଗ ଥାନ୍ତା କି? ତମର ସାଙ୍ଗ ଅଛି କି ନାହିଁ? ସେ ସାଙ୍ଗ ଖୋଜିଲା ସମୟରେ ପାଣିରୁ ଗୋଟେ କୁମ୍ଭୀର ବାହାରିଲା ହେଲା। କୁମ୍ଭୀର କଣ କଲା? ମାଙ୍କଡକୁ କହିଲା ମତେ ତମେ ଗୋଟେ ବରକୋଳି ଦିଅନ୍ତନି? ମାଙ୍କଡ କଣ କଲା? ପେନ୍ଥାଏ ଜାମୁକୋଳି ପକେଇଦେଲା ହେଲା। ଜାମୁକୋଳି କଣ କଲା? କୁମ୍ଭୀର ଖାଇଲା। ଖାଇଲା ପରେ କୁମ୍ଭୀରକୁ ଜାମୁକୋଳି ମିଠା ଲାଗିଲା। ତାପରେ ସେ କଣ କଲା? ମାଙ୍କଡ ସହିତ ସାଙ୍ଗ ହେଲା। ସବୁଦିନ ଜାମୁକୋଳି ଖାଏ ହେଲା। ଦିନେ କଣ ହେଇଛି? ତାର ଲୋଭ ହେଲା ଯେ ମାଙ୍କଡ ଖାଉଥିବା ଜାମୁକୋଳି ଯଦି ଏତେ ସ୍ୱାଦ, ତାହେଲେ ମାଙ୍କଡର କଲିଜା କେତେ ସ୍ୱାଦ ହେଇନଥିବ। ସିଏ କଣ କଲା? ମାଙ୍କଡକୁ ତା ଘର ବୁଲିବାକୁ ଡାକିଲା। ବୁଝିପାରିଲ? ତା ଘରକୁ ନେଇକି ଦିନେ କଣ କଲା? ମାଙ୍କଡକୁ କହିଲା ତମ ମୁଁ କଲିଜା ଖାଇବି ହେଲା। ତାପରେ ମାଙ୍କଡକୁ କୁମ୍ଭୀର ଭିତରକୁ ନେଲା। କହିଲା ମୁଁ ମୋର ତମର କଲିଜା ଖାଇବି। ମାଙ୍କଡ କହିଲା ସାଙ୍ଗରେ ତମେ ଆଗରୁ କହିଲନି, ମୁଁ ମୋର କଲିଜା ଗଛ କୋଳରେ ଛାଡି ଦେଇକି ଆସିଛି। ତାପରେ କୁମ୍ଭୀର ଗଛ ମୂଳକୁ ଆଣିଲା ମାଙ୍କଡ ନେଇକି ଗଛକୁ ପଳେଇଲା। କହିଲା ମୂର୍ଖ, କଲିଜା କଣ ଗଛରେ ଫଳେ? ଏଥିରୁ କଣ ଶିଖିଲ? ବୁଦ୍ଧି ଥିଲେ ଉପାୟ ଆପେ ଆପେ ଆସେ। ବୁଝିପାରିଲ?